ବାରଟା ପର୍ଯ୍ୟନ୍ତ ଚାଲିବ ଶାହାଣମା ଦର୍ଶନ। ତାପରେ ଭିତର ଛାମୁ ପରିଷ୍କାର କରାଯିବ। ତାପରେ ଛାମୁ ପରିଷ୍କାର ସରିଲା ପରେ ମହାସ୍ନାନ, ବେଶ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଅନ୍ୟାନ୍ୟ ନୀତି ଚାଲିବ। କାଉଁଡ଼ିଆ ଭାଇମାନେ ପାଣି ଢାଳିବେ। ସେଇ ପାଣି ଯାଇକି ପ୍ରଭୁ ଲିଙ୍ଗରାଜଙ୍କ ଦେହରେ ପଡ଼ିବ। ସେଠାରେ ପାଣି ଢାଳି ସବୁ କାଉଁଡ଼ିଆ ଭାଇମାନେ ଭିତରୁ ଗର୍ଭକୁ ଯାଇକି ପ୍ରଭୁଙ୍କୁ ଦର୍ଶନ କରିବେ, ପୂଜା ଅର୍ଚ୍ଚନା କରିବେ, ତାପରେ ବାହାରିବେ। ଦେଖନ୍ତୁ ନୀତିକାନ୍ତି ଚାଲିଛି। হ্যাঁ, ବିବାଦ କ'ଣ ସେଇଟା ଯୋଉମାନେ ସବୁ କରନ୍ତି ସେମାନେ ଜାଣିଥିବେ। ଆଜି ଯୋଉଭଳି ନୀତିକାନ୍ତି ହବା କଥା ସେଇଭଳି ନୀତିକାନ୍ତି ଚାଲିଛି। ସେ ଟଙ୍କା ପଇସା ତ ଆପଣ ମନ୍ଦିର ଅଫିସ ପଚାରନ୍ତୁ, ମନ୍ଦିର ଅଫିସ କହିବେ ମୁଁ ନୀତିକାନ୍ତିରେ ଅଛି। 12ଟା ପର୍ଯ୍ୟନ୍ତ ଚାଲିବ ଶାହାଣମା ଦର୍ଶନ। ତାପରେ ଭିତର ଛାମୁ ପରିଷ୍କାର କରାଯିବ। ତାପରେ ଛାମୁ ପରିଷ୍କାର ସରିଲା ପରେ ମହାସ୍ନାନ, ବେଶ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଅନ୍ୟାନ୍ୟ ନୀତି ଚାଲିବ। ପୁଣି ସନ୍ଧ୍ୟା ଦେବା ପରେ ଦର୍ଶନ ଆଉଥରେ 1 ଘଣ୍ଟା ପାଇଁ ଖୋଲାଯିବ, ଯୋଉଟା କି ପବ୍ଲିକ ମାନଙ୍କ ପାଇଁ ଥାଏ। ଦର୍ଶନ କରିବେ, ପୁଣି ବଡ଼ସିଂହରେ ସରିବ। ସାଧାରଣତଃ ଏଇ ଶ୍ରାବଣ ମାସରେ ପ୍ରଥମ ସୋମବାର କମ୍ ଭିଡ଼ ରହେ, ତାପରେ ଭିଡ଼ ଅଧିକ ଥାଏ।